ହେଇଗଲେ ମନ୍ଦିର ଆଉ ଟିକେ ଉଞ୍ଚା ନ କଲେ ମନ୍ଦିରକୁ ଯାତ୍ରୀ ଯାଇପାରୁନାହାନ୍ତି ଆଉ ଠାକୁର ଏକରେ ପୂଜା କରୁଛନ୍ତି ତେଣୁ ଆଉ ଟିକେ ଅଧିକ ଉଞ୍ଚା କରିବା ପାଇଁ ସରକାର ତରଫରୁ କିଛିଟା ଅନୁଦାନ କରାଯାଉ। କେବେ ହେଇଥିଲା ବ୍ରିଜ ଏବେ ବର୍ଷେ ହେଇଗଲାଣି ଏଠୁ ସେ ପଳେଇଲେଣି କେଉଁଝର କ୍ୟାମ୍ପ ନେଇକିରି ଏଠୁ ପଳେଇଲେ ଚାଲିଛି ଜୋର ପୁଣି ଯାଇକିରି ପାଣି ଛିଡ଼ିଲେ ଏକରକୁ ମନ୍ଦିର ସଫାରେ ଯାଇକିରି ଠାକୁରଙ୍କୁ ଏକରେ ପୂଜା ହେବ ଏଇନେ ହେଇପାରିବନି ଆଉ। ଏ ମନ୍ଦିରରେ ମାଘ ମାସରେ ଜାଗର ହଉଛି ଆଉ କାର୍ତ୍ତିକ ମାସ ପୂର୍ଣ୍ଣିମା ଆଉ ଯାହା ବୋଲବମ ଆଉ ଏ ବର୍ଷା ଦିନ ହେଲେ ଏପଟକୁ ଠାକୁରଙ୍କୁ ଆଣୁ ଭାରି ତାପରେ ପାଣି କମିଗଲେ ସେପଟକୁ ନଉ ଆଉ ଏତେ ମାନେ ନ୍ୟୁଜ୍ ଦିଆହେଇକା ବ୍ରିଜ୍ ହେଲା ପରେ ଆଗରୁ ଯୋଉ ଭଳିଆ ପାଣି ହଉଥିଲା ଆଜି ମଧ୍ୟ ସେଇଭଳିଆ ପାଣି ହଉଛି କୌଣସି ଲାଭ ହେଲାନି। ତେଣୁକରି ଗୋଟେ କଥା ହେଉଛି କ'ଣ ଯଦି ଆଉ 5 ଫୁଟ 10 ଫୁଟ ଭିତରେ ଉଚ୍ଚା କରାଯାଇଥାନ୍ତା ତାହେଲେ ମନ୍ଦିରକୁ ପାଣି ପଶିବ ହେଲେ ଗୋଟେ କଥା ହେଉଛି ମନ୍ଦିର ଟିକେ ଜାଳି ହେଉଥାନ୍ତା ଏବେ ଜାଳି ବି ହେଉନି।